ଆମ ଶରୀରରେ ଯଦି କୋଲେଷ୍ଟ୍ରଲ୍ ବୃଦ୍ଧି ହୋଇଯାଇଛି ତାହେଲେ ଏହା ଥରେ ଥରେ ଅତି ସାଂଘାତିକ ହୋଇଯାଇଥାଏ ଏବଂ ଜୀବନ ପ୍ରତି ବିପଦ ମଧ୍ୟ ହୋଇଥାଏ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ଆମେ ଦେଖିବା ଆମ ଘରୋଇ ଉପଚାରରେ କ'ଣ ଅଛି। ଏଥିପାଇଁ ଆମେ ନେବା 10ଟି ପାଖୁଡ଼ା ରସୁଣ, ଡାଲିମ୍ବ 50 ଗ୍ରାମ, ସୈନ୍ଧବ ଲୁଣ ସ୍ୱାଦ ଅନୁସାରେ, କିଛି ପୁଦିନା ପତ୍ର, ଅଦା 1 ଇଞ୍ଚ ଓ କିଛି ଧନିଆ ପତ୍ର। ଏଗୁଡ଼ିକୁ ନେଇ ଗ୍ରାଇଣ୍ଡରରେ ଚଟଣି ତିଆରି କରି ସକାଳେ, ଦ୍ୱିପହରେ ଏବଂ ରାତିରେ ଆମେ ଯଦି ନିୟମିତ ରୂପେ ଏହି ଚଟଣିକୁ ଖାଇବା ତାହେଲେ କୋଲେଷ୍ଟ୍ରଲ୍ ଯାହା ଜୀବନ ପ୍ରତି ବିପଦ ହୋଇଥାଏ ନିଶ୍ଚିତ ଭାବରେ ନିୟନ୍ତ୍ରଣକୁ ଆସିବ ଏବଂ ଏହି ଚଟଣି ଖାଇବାକୁ ଅତି ସୁସ୍ୱାଦୁ। ତେଣୁ ଚେଷ୍ଟା କରି ଦେଖନ୍ତୁ, ଏହି ଚଟଣି ଖାଇବାକୁ ଯେତେ ବଢ଼ିଆ ଲାଗେ ତାର କାମ ମଧ୍ୟ ସେତିକି ଚମତ୍କାର। କରି ନିଜକୁ ନିଜେ ସୁସ୍ଥ ରଖନ୍ତୁ।